ଜଣ ଲେଖା ଛିଡ଼ିଲା, ଖଲିଗଡ଼ ଲେଖା ଛିଡ଼ିଲେଣି, ସୋରଡ଼ା ଲେଖା ଛିଡ଼ିଲେଣି, ପୋଲସରା ଲେଖା ଛିଡ଼ିଲେଣି। ତାପରେ ଆସ୍କା ଟିକେ ହବ, ତାପରେ ହିଞ୍ଜିଳିଟା ହବ। ହିଞ୍ଜିଳିଟା ଟିକେ ରହିଛି, ଆମର ସେପଟେ ସରିଲା ପରେ ଏପଟେ ହବ। ଆଉ ଲୋକଙ୍କର ଯୋଉ ଉତ୍ସାହ ଆଗ୍ରହ ଆଉ ବିଜେପିରେ ଜଏନ୍ ହବା ପାଇଁ ଯୋଉ ଶ୍ରଦ୍ଧା ଆଉ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସମସ୍ତେ ଗ୍ରହଣ କରିବା ତଥା ବିଜେପିର ଯୋଉ ଚିନ୍ତାଧାରା ବିଚାରଧାରା ଆଇଡିଓଲୋଜି ଆଦର୍ଶକୁ ବିଶ୍ୱାସ କରିବା, ରାଜ୍ୟକୁ ତଥା ଦେଶକୁ ଶ୍ରେଷ୍ଠ କରିବା ସଂକଳ୍ପ ମଧ୍ୟ କବି ସୂର୍ଯ୍ୟନଗର ବାସୀ ନେଇଛନ୍ତି। ଏଥର ଓଡ଼ିଶାରେ ବିଜେପି ସରକାର ହବା ସୁନିଶ୍ଚିତ। କିଏ କହିଛି ଏଇଟା? ବିକେ ପାଣ୍ଡିଆନ କିଏ ହେଇଛି ସେଟା? ଷ୍ଟାଟସ କଣ ହେ ସେଇଟା? ସିଏ ଅସରପା ଗୋଟେ ଜନ୍ତୁ, କାର୍ତ୍ତି ଗୋଟେ ନେତା, ନବୀନା ଗୋଟେ ତାର ବସ୍। ସିଏ ଆମର କମେଣ୍ଟ ଦବ କି ଆମ ଉପରେ? କାର୍ତ୍ତିକର ଷ୍ଟାଣ୍ଡାର୍ଡ ଆଉ ପ୍ରଦୀପ ପାଣିଗ୍ରାହୀ ନାଁରେ କମେଣ୍ଟ କରିବା ପାଇଁ ସିଏ ଗୋଟେ ନେତା କିଏ? ଓଡ଼ିଶାରେ ଆସି ଷ୍ଟାଇଲ ମାରୁଛି, ଲୋକ ଶୁଣୁଛନ୍ତି। ଓଡ଼ିଆ ଲୋକ ତାକୁ ଜବାବ ଦେବା ଉଚିତ। ନିର୍ବାଚନ ଆସିଛି, ସେ ଚିକିଟିରେ ହଉ, ବ୍ରହ୍ମପୁରରେ ହଉ, କବି ସୂର୍ଯ୍ୟନଗର ହଉ, ସାରା ଓଡ଼ିଶାରେ ଆଜି ଆହ୍ୱାନ ଦଉଛି, ଯଦି ମୋ ମାଟିର ପୁଅ ମୋ ନାଁରେ ଆରୋପ ଆସିଛି, ନବୀନ ପଟ୍ଟନାୟକ ନାଁରେ ଆରୋପ ଆସିଛି, ନବୀନ ପଟ୍ଟନାୟକ ନାଁରେ କୋଇଲା ସ୍କାମର କେତେ ଥର ସିବିଆଇ ଇନକ୍ୱାରି କରିଛି, ସିବିଆଇ କୁ ଜେରା କରିଛି, କାର୍ତ୍ତିକ ପାଣ୍ଡିଆନ କହିବ ନା ନାଇଁ? କହିପାରିବନି। ପ୍ରାଇଭେଟ ସେକ୍ରେଟାରୀ ଥିଲା ତ ତାର। ଠାଉକିଆ ଚୋର ତସ୍କର, ତୁ କମେଣ୍ଟ ଦବୁ କି ମୋ ନାଁରେ? ନେତା ହେଇଛୁ, ଡାଲି ଦୁର୍ନୀତି ଗଞ୍ଜାମ ଜିଲ୍ଲା ତଳେ, ଗଞ୍ଜାମ ଜିଲ୍ଲାପାଳ ଥିଲା ବେଳେ ତୁ କରିଥିଲୁ। ସେ ଯୋଉ ଧରଣୀଧର ବେହେରା ଚେନ୍ ହାତ ମାରିଥିଲା ତତେ ତୋର ଷ୍ଟାଣ୍ଡାର୍ଡ ପାଇଁ। ତୁ ମତେ ମୋ ନାଁରେ କମେଣ୍ଟ କରିବୁ? ମୋ ଶରଣରେ ଥିବା ଲୋକ ଜିଲ୍ଲାପାଳ ଥିଲା ବେଳେ ସିଏ ମୋ ନାଁରେ କମେଣ୍ଟ ଦଉଛି କିଏ? ନବୀନା ପାୱାରରେ ନବୀନା ହଟାଅ, ଓଡ଼ିଶା ବଞ୍ଚାଅ।